ଦେଖନ୍ତୁ ବିଜୁ ବାବୁ ହଉଛନ୍ତି ଓଡିଶାର ପ୍ରବାଦ ପୁରୁଷ। ତାଙ୍କୁ ଯଦି ନେଇକି ରାଜନୀତିକରଣ କରାଯାଏ ତାଙ୍କର ଦେହାନ୍ତ ପରେ ଓଡିଶାର ବ୍ୟବସ୍ଥା ଅଛି ଦିବଂଗତ ଆତ୍ମା ମାନଙ୍କୁ ପୂଜ୍ୟ ପୂଜା ହିସାବରେ ଆମେ ସମ୍ମାନ ଦେବାର ଦରକାର। ବିଶେଷ କରି ଭାରତୀୟ ଜନତା ପାର୍ଟିକୁ ଆମେ ମନେ ପକେଇ ଦେବା ପାଇଁ ଚାହୁଁ ସେ ଯୋଉ ଅସ୍ମିତା କଥା କହି ଆଜି ଶାସନ ଦାବିକୁ ଆସିଛନ୍ତି ଏବଂ ଡବଲ ଇଞ୍ଜିନର ସରକାର କେନ୍ଦ୍ରରେ ତାଙ୍କର ରାଜ୍ୟରେ ତାଙ୍କର ସେ ଭୁଲିଗଲେ କେମିତି ବିଜୁ ବାବୁ ଜଣେ ପ୍ରବାଦ ପୁରୁଷ ବୋଲି। ସମୟ ଥିଲା ଅଟଳ ବିହାରୀ ବାଜପେୟୀଙ୍କୁ ଆମେ ସମ୍ମାନ ଦେବାର କୌଣସି କୁଣ୍ଠା ପ୍ରକାଶ କରୁନଥିଲୁ। ଆମେ ଭାବିନଥିଲୁ ସେ ଭାରତୀୟ ଜନତା ପାର୍ଟିର ବୋଲି। ଆମେ ବି ତାଙ୍କୁ ଯଥେଷ୍ଟ ସମ୍ମାନ ଦଉ ଏବଂ ତାଙ୍କର ଯେକୌଣସି କାର୍ଯ୍ୟକ୍ରମ ହେଲେ ବି ଆମେ ଯୋଗଦାନ କରୁଛୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରୁଛୁ। ଏମିତି କଣ ଅସୁବିଧା ହେଇଗଲା ଯେ ବିଜୁ ପଟ୍ଟନାୟକଙ୍କ ବାବଦରେ ଦିଲ୍ଲୀ ଦରବାରରେ ଏ ପ୍ରକାର ଅଶାଳୀନ ମନ୍ତବ୍ୟ ରଖିବା ନିହାତି ଜରୁରୀ ହେଇପଡ଼ିଲା ଏବଂ ମାନ୍ୟବର ସାଂସଦ ଉତ୍ସାହିତ ହୋଇ ନିଶିକାନ୍ତ ଦୁବେଜୀ ଯୋଉ ଟାଇପର ମନ୍ତବ୍ୟ ରଖିଲେ এটা ওড়িশা প্রতি গোটে অসম্মানিত হয়েছে বলে আমি অনুভব কলু। এটি দল মত নির্বিশেষে সমস্ত এই কার্যকে নিন্দা করার আবশ্যকতা রয়েছে। যেহেতু ডবল ইঞ্জিন সরকার আমি মনে পকাই দিয়েছু তাঁকু তুরন্ত গৃহরে এই বাবদে আলোচনা হোক, নিন্দা প্রস্তাব গ্রহণ করা যাও এবং যে মাননীয় সংসদ এ বাবদে এ প্রকার মন্তব্য রক্ষিছন্তি সে ক্ষমা প্রার্থনা করন্তু ওড়িশাবাসী পাখে এবং বিজু বাবুকে যে প্রকার ভাবে অসম্মানিত করলে সেতু নিবৃত্ত হোক।